ନନା ଆଜି ଭୋଗ ଜଗୁନି ରେ ଆଜି ଭୋଗ ନାହିଁ। ଭୋଗ ଭୋଗ ନାହିଁ? କାଳିଆକୁ ଭୋଗ ନ ଲଗେଇଲେ ନୀତିକାନ୍ତି କେମିତି ହବ ନନା? କ'ଣ ଭୋଗ ଲଗେଇବି? ଚାଉଳ ନାହିଁ, ଡାଲି ନାହିଁ, ଘିଅ ନାହିଁ, ଚୁଲିରେ ନିଆଁ ଲଗେଇବାକୁ କାଠ ବି ନାହିଁ। ଏ ଖରା ସବୁ ଖାଇଗଲା ରେ ଜଗୁନି, ଏ ଖରା ସବୁ ଖାଇଗଲା। ଗାଁରେ ମରୁଡ଼ି ପଡ଼ିଛି, ଫସଲ ଗଲା, ପାଣି ଗଲା, ଗାଁ ଲୋକ ଗୁଡ଼ା ଭୋକରେ ମରୁଛନ୍ତି। ଆଉ କାଳିଆ ସାମ୍ନାରେ କ'ଣ ଖାଲି ଥାଳି ରଖିବି? ନାଇଁରେ ଜଗୁନି, କାଳିଆ ସାମ୍ନାରେ ଖାଲି ଥାଳି ରଖିବା ପାଇଁ ଏ ବୁଢ଼ାର ହାତ ଉଠୁନି। ହଁ ନନା, ଏ ଖାଲି ଥାଳି ପ୍ରଭୁଙ୍କ ସାମ୍ନାରେ ରଖ। ନାଇଁରେ ଜଗୁନି, ଖାଲି ଥାଳି ରଖିବି ପ୍ରଭୁଙ୍କ ସାମ୍ନାରେ? ହଁ ନନା ରଖ। ମହାପ୍ରଭୁ ଜାଣନ୍ତୁ ତାଙ୍କ ଭକ୍ତମାନେ ଭୋକିଲା ଅଛନ୍ତି, ତାଙ୍କ ଗାଁ ଭୋକିଲା ଅଛି, ତାଙ୍କ ପିଲାମାନେ କାନ୍ଦୁଛନ୍ତି। ମହାପ୍ରଭୁ ଯଦି ସବୁ ଦେଖୁଛନ୍ତି ତାହେଲେ ଏ ଖାଲି ଥାଳି ବି ଦେଖନ୍ତୁ। କାଳିଆ, ତୋ ଭକ୍ତମାନେ ଭୋକିଲାରେ, ଛୋଟ ଛୋଟ ପିଲାମାନେ ଭୋକରେ ଆଉଟୁ ପାଉଟୁ ହୋଇ କାନ୍ଦୁଛନ୍ତି। ମୁଁ ଖାଲି ଏମିତି ବସି ପାରିବିନି। ମୁଁ ଯାଉଛି, ଚାଉଳ ଆଣିବି, ଯୋଉଠୁ ହେଲେ ବି ଆଣିବି। ତୋ ଥାଳି ଖାଲି ରହିବନି ରେ କାଳିଆ। ତୋ ଜଗୁନି ବଞ୍ଚିଥିବା ଯାଏ ତୋ ଥାଳି ଖାଲି ରହିବନି ରେ କାଳିଆ, ଖାଲି ରହିବନି। ଭାଇ, ଅଳ୍ପ ଚାଉଳ ମିଳିବ କି? ଆମ ଗାଁ ମନ୍ଦିରରେ ଭୋଗ ବନ୍ଦ ହେଇଯାଇଛି। ମନ୍ଦିରରେ ଜଗନ୍ନାଥଙ୍କୁ ଭୋଗ ଲଗେଇବି। ନାଇଁରେ ପୁଅ, ଆମ ପାଖରେ ନାହିଁ। ଆମେ ତ ନିଜେ ଭୋକିଲା। ଏ ଖରାରେ ସବୁ ଶେଷ ହୋଇଗଲା, ମରୁଡ଼ି ସବୁ ସାରିଦେଲା। ଆରେ ଭକ୍ତି, ଏ ଜଗୁନିଟା ଏତେ ଖରାରେ କୁଆଡ଼େ ଯାଉଛି? ଅନାନି ବୁଲି ବୁଲି ଚାଉଳ ମାଗୁଛି, ମନ୍ଦିରରେ ଭୋଗ ଲଗେଇବ ବୋଲି। ପାଗଳ! ଆରେ ଚାରିଆଡ଼େ ମରୁଡ଼ି ପଡ଼ିଛି, କାହା ଘରେ ଖାଇବାକୁ ନାହିଁ। ଆଉ ୟାକୁ ପୁଣି କିଏ ସାହାଯ୍ୟ କରିବ କିରେ? ଆଉ ସେ ମନ୍ଦିରରେ ଭୋଗ ଲଗାଇବାକୁ ବୁଲି ବୁଲି ଚାଉଳ ମାଗୁଛି, ଚାଉଳ। ଅନାନି! ହଉ ଯାଉ, ହେଲେ ଏଇ ଯୋଉ ଖରା ହଉଛି ନା, ନିଜେ ରାସ୍ତାରେ ତରଳି ନ ଯାଉ। ନା, ମୁଁ ଯିବି। ଲୋକ ଯିଏ ଯାହା କହିବା କଥା କୁହନ୍ତୁ, ମୋ କାଳିଆର ଥାଳି ଖାଲି ଅଛି। ଆଉ ମୁଁ ଖାଲି ହାତରେ ଫେରିବିନି। କାଳିଆରେ, ଏ ଶରୀର ଉଠୁନି ରେ କାଳିଆ। ହେଲେ ମୁଁ ଉଠିବି, ତୋ ପାଇଁ ଉଠିବି। ବାପାରେ, ତୋ ଶରୀରର ଏ କ'ଣ ଅବସ୍ଥା? ଖରାରେ ଜଳି ଯାଇଛୁ। ଆସିଲୁ, ଏ ଛାଇରେ ଟିକେ ବସିଲୁ। ମା, ମୁଁ ଚାଉଳ ଖୋଜୁଛି। ଆମ ଗାଁରେ ଜଗନ୍ନାଥଙ୍କ ମନ୍ଦିରରେ ଭୋଗ ବନ୍ଦ ହେଇଯାଇଛି। ପ୍ରଭୁଙ୍କ ସାମ୍ନାରେ ଖାଲି ଥାଳି ଅଛି। ଅଳ୍ପ ଟିକେ ଚାଉଳ ମିଳିଲେ ଭୋଗ ରାନ୍ଧନ୍ତି। ବାପା, ମୋ ପାଖରେ ବି ଅଧିକ କିଛି ନାହିଁ। ହେଲେ ଟିକେ ରହ, ମୁଁ ଦେଖୁଛି। ଏତିକି ଅଛି ରେ ବାପ, ଏ ମୋ ଘରର ଶେଷ ଚାଉଳ। ହେଲେ ଜଗନ୍ନାଥଙ୍କ ଭୋଗ ପାଇଁ ମାଗୁଛୁ, ନ ଦେଇ କ'ଣ ମୁଁ ରହିପାରିବି? ନେ, ପ୍ରଭୁଙ୍କୁ ଭୋଗ ଲଗେଇ ଦବୁ। ମା, ଏ ଚାଉଳ ତ ଘରର ଶେଷ ଚାଉଳ। ତୁ ନିଜେ ଭୋକିଲା, ତଥାପି
ତୁ ମହାପ୍ରଭୁଙ୍କ ପାଇଁ ଦଉଛୁ? ହଁ ରେ ଧନ, ମୁଁ ନ ଖାଇଲେ ଚଳିବ, ହେଲେ ମୋ ଜଗନ୍ନାଥ ନ ଖାଇଲେ କେମିତି ଚଳିବ କହିଲୁ? ଯା ଧନ ଯା, ଭୋଗ ଲଗେଇଦବୁ। ଆରେ ଜଗୁନି, ତୋର ଏ କି ଅବସ୍ଥା? ନନା ଆଣିଛି। ଆରେ ଏତିକି? ଏତେ ଅଳ୍ପ ଚାଉଳରେ କ'ଣ ହବ? ଏଥିରେ ତ ଜଣେ ହେଲେ ବି ଶାନ୍ତିରେ ଖାଇପାରିବନି ନା। ଆଉ 60 ପଉଟି ଖାଉଥିବା ଆମ ମହାପ୍ରଭୁଙ୍କୁ କ'ଣ ପାଇବ? 60 ପଉଠି ନହେଲେ ନ ହଉ ନନା, ହେଲେ ଏଇ ମୁଠାଏ ଚାଉଳ ମୋ କାଳିଆ ସାମ୍ନାରେ ରଖ। ସାରା ଦିନ ସେ ଖାଲି ଥାଳି ଦେଖିଛି। ଏବେ 60 ପଉଠି ନହେଲେ ନାହିଁ, ହେଲେ ଏ ମନ୍ଦିରରେ ଖାଲି ଥାଳି ରହିବନି। ନନା, ଏ ଚାଉଳ ଗୋଟେ ବୁଢ଼ୀ ମାର ଘରର ଶେଷ ଚାଉଳ। ସେ ନିଜେ ଭୋକିଲା ଥିଲା, ତଥାପି ମହାପ୍ରଭୁଙ୍କ ପାଇଁ ଦେଇଛି। ଏ ଚାଉଳରେ ସେ ମାର ଭକ୍ତି ଅଛି ନନା। ହେଲେ ଜଗୁନି, ତୁ ସାରା ଦିନ ଏ ଖରାରେ, ଏ ଭୋକରେ। ନନା, ମୋ ଭୋକ ଛୋଟ, ମୋ କାଳିଆର ଭୋକ ବହୁତ ବଡ଼। ଛାଡ଼ ଏସବୁ, ଚାଲ ଚୁଲି ଜାଳିବା ନନା, ଭୋଗ ରାନ୍ଧିବା। କାଳିଆରେ, ସାରା ଦିନ ତ ଥାଳି ଖାଲି ଥିଲା। ମୋ ଛାତି ଫାଟି ଯାଉଥିଲା। ଆଜି ଏ ଅଳ୍ପ ଖିଚୁଡ଼ି ଆଣିଛି। 60 ପଉଠି ନାହିଁରେ କାଳିଆ, ହେଲେ ଏଥିରେ ମୋର ସାରା ଦିନର ପରିଶ୍ରମ ଅଛି। ଏଥିରେ ମୋ ଛୋଟ ଛୋଟ ପାଦର ଯନ୍ତ୍ରଣା ଅଛି। ଏଥିରେ ସେ ବୁଢ଼ୀ ମାର ଥରିଲା ହାତରେ ଦେଇଥିବା ଶେଷ ଚାଉଳ ଅଛି। ଖା ରେ କାଳିଆ, ଖା। ତୋ ଜଗୁନି ଖାଲି ହାତରେ ଫେରିନି ରେ କାଳିଆ, ନେ ଖା। ଏଇ ତ ମାତ୍ର ଅଳ୍ପ ଖେଚୁଡ଼ି, ଗାଁ ସାରା ଲୋକଙ୍କୁ ବଣ୍ଟାଯିବ। କ'ଣ ପାଇବ? ଏଇଥିରେ ତ ଗୋଟେ ବି ପିଲାର ପେଟ ପୁରିବନି। ଇଏ କ'ଣ ହଉଛି? ଏତିକି ଟିକିଏ ଚାଉଳରେ ଭୋଗ ହେଇଥିଲା, ହେଲେ ଏବେ ସାରା ଗାଁ ଖାଉଛି, ଆଉ ଶେଷ ବି ହେଉନି। ଆଶ୍ଚର୍ଯ୍ୟ। ନନା, ନନା ଏଇଠିକି ଆସ ନନା, ଏଇ ଦେଖ। ଜଗୁନି ଦେଖ, ମହାପ୍ରଭୁଙ୍କୁ ଓଠକୁ ଦେଖ। ଜଗୁନି, ମହାପ୍ରଭୁଙ୍କୁ ଓଠକୁ ଦେଖ। ଖିଚୁଡ଼ି ସେ ନିଜେ ଖାଇଛନ୍ତି ରେ ଜଗୁନି, ସେ ନିଜେ ଖିଚୁଡ଼ି ଖାଇଛନ୍ତି। ଆଜି ସେ ନିଜେ ଖିଚୁଡ଼ି ଖାଇଛନ୍ତି ରେ ଜଗୁନି, ଏଇ ଦେଖ। ନନା, ଆମେ ଭାବୁଥିଲେ ପ୍ରଭୁ ଭୋଗ ଖାଆନ୍ତିନି, ସେ ଖାଲି ଦେଖନ୍ତି। ହେଲେ ଆଜି ଏ କ'ଣ ଦେଖିଲେ ନନା? ସେ ଖାଆନ୍ତି, ସେ ନିଜ ହାତରେ ନେଇ ଖାଆନ୍ତି। ଯେବେ ଆମେ ଭୋକିଲା ଥିଲେ, ସେ ବି ଭୋକିଲା ଥିଲେ ନନା। ଆମ ସାଙ୍ଗରେ ସେ ବି ଭୋକ ସହୁଥିଲେ। ଆଜି ସେ ବୁଢ଼ୀ ମାର ମୁଠାଏ ଚାଉଳରେ ସେ ନିଜେ ଖାଇଲେ ଏବଂ ଅନ୍ୟ ସବୁ ଲୋକମାନଙ୍କୁ ମଧ୍ୟ ଖୁଆଇଲେ। ନନା, ମହାପ୍ରଭୁ ଭକ୍ତଙ୍କ ସାଙ୍ଗରେ ସବୁବେଳେ ରୁହନ୍ତି। ଭକ୍ତ ସହିତ ସୁଖ ବି ହୁଅନ୍ତି, ଭକ୍ତ ସହିତ ଦୁଃଖ ବି ସହନ୍ତି, ଭୋକ ବି ସହନ୍ତି, ଭୋକିଲା ବି ରୁହନ୍ତି। ସବୁ ତାଙ୍କରି ଲୀଳା ନନା, ସବୁ ତାଙ୍କରି ଲୀଳା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନମସ୍କାର, ଆମ ଚ୍ୟାନେଲ
ଚ୍ୟାନେଲ ଜଗୁନିକୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ। ଆପଣମାନଙ୍କ ସହଯୋଗ ଏବଂ ଶୁଭକାମନା ପାଇଁ ଆମେ ମହାପ୍ରଭୁଙ୍କ ମହିମା ଆପଣଙ୍କ ନିକଟରେ ପହଞ୍ଚେଇ ପାରୁଛୁ। ଜଗୁନି ଚ୍ୟାନେଲକୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚେଇବା ପାଇଁ ଏବଂ ଏହିଭଳି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର କରି ସବସ୍କ୍ରାଇବ୍ କରନ୍ତୁ। ହଁ, କମେଣ୍ଟରେ ନିଜର ମତାମତ ଦେବା ପାଇଁ ଜମା ଭୁଲିବେନି। ଜୟ ଜଗନ୍ନାଥ।